ଜୟ ଜଗନ୍ନାଥ। ଆମେ ଏଇ ଅଧ୍ୟାୟରେ ଆଲୋଚନା କରିବା କ'ଣ ନା ବ୍ରହ୍ମାଣ୍ଡ ଭୂଗୋଳ ସମ୍ପର୍କରେ। ଠିକ୍ ଅଛି। ବ୍ରହ୍ମାଣ୍ଡ ଭୂଗୋଳ। ଠିକ୍ ଅଛି। ଆଉ ଥରେ ବି କହିଦେଉଛି କ'ଣ ଆଲୋଚନା କରିବା ନା ବ୍ରହ୍ମାଣ୍ଡ ଭୂଗୋଳ। ଦେଖ ବହୁତ ଛୋଟ ଛୋଟ କ୍ଲାସ୍ ଏକାଥରେ ବି ମୁଁ ଏଙ୍କ ରଚନାବଳୀ ବି ସବୁ ପଢ଼ି ଦିଅନ୍ତି କିନ୍ତୁ ସେଟା ଭଲ ନୁହେଁ। ଛୋଟ ଛୋଟ କ୍ଲାସ୍ ହେଲେ ଲୋକମାନେ ଦେଖିବେ କିଛି ନହେଲେ ଦେଖିଲେ ଜାଣିନେବେ ବହିକୁ ଚିହ୍ନ ଏବଂ ବହି ଭିତରେ ଥିବା ଶବ୍ଦାବଳୀକୁ ଚିହ୍ନ। ଠିକ୍ ଅଛି। ତାପରେ ମୋତେ ତ ସମୟର ଅଭାବ ଟିକେ ରହୁଛି। ସମୟ ହେଲେ ମଧ୍ୟ ଏଇ ଯେଉଁ ବହିଗୁଡ଼ିକୁ ମୁଁ ଆଣିବି ଆପଣମାନଙ୍କ ସମ୍ମୁଖରେ ପଢ଼ିବି ଆପଣମାନେ ବୁଝିବେ। ଠିକ୍ ଅଛି। ଧର ମୁଁ ଗୋଟେ କବିତା ଆଣୁଥିଲି ଅଛୁତା ଆମର ଯେଉଁ ରହିଲେ ସଜୟ ରାଉତରାୟଙ୍କର। ଠିକ୍ ଅଛି। ତ ତାଙ୍କର ଯେଉଁ ଗୋଟେ ରହିଛି ତାକୁ ଆପଣମାନେ ବି ଦେଖୁଥିବେ ପ୍ରାୟ ମୁଁ ଦୁଇଟା ଖଣ୍ଡେ କବିତା ତା ଦେହର ସେ ଯେଉଁ ରହିଛି ତା ଦେହର ଦୁଇଟା ଖଣ୍ଡେ କବିତା ଛୋଟ ମୋର ଗାଁଟି ଆହୁରି ଯେଉଁ ଗୋଟେ କବିତା କ'ଣ ପକେଇଥିଲି ତ ଧୀରେ ଧୀରେ ସେ କବିତା ସଂକଳନକୁ ବି ମଧ୍ୟ ଆଣିବି। ମାନେ ବହୁତ ଦେଖନ୍ତୁ ମୋତେ ସମୟ ହେଲେ ମୁଁ ସବୁ ପ୍ରକାର କ୍ଲାସ୍ ଆପଣମାନଙ୍କ ପାଖରେ ଆଣି ପହଞ୍ଚେଇବି। ଯାହା ବି ହଉ ଆମେ ବ୍ରହ୍ମାଣ୍ଡ ଭୂଗୋଳକୁ ଯିବା ବିଷୟବସ୍ତୁ। ଠିକ୍ ଅଛି। ଦେଖ ଏହା ଏହା ଏକ ତାତ୍ତ୍ୱିକ ଟୀକା ଗ୍ରନ୍ଥ। କେଉଁଟା ବ୍ରହ୍ମାଣ୍ଡ ଭୂଗୋଳ। ସଂସ୍କୃତ ଟୀକା ଆଉ ଜଗନ୍ନାଥ ଦାସଙ୍କ ଭାଗବତର ଶତାଧିକ ପଦର ତାତ୍ତ୍ୱିକ ଆଲୋଚନା ଏଥିରେ ଦେଖିବାକୁ ମିଳେ। ତ ସଂସ୍କୃତ ଭାଗବତର ସୃଷ୍ଟି ତତ୍ତ୍ୱ ଓ ଯୋଗ ତତ୍ତ୍ୱ ସମ୍ବଳିତ ଅନେକ ଦର୍ଶନର ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର କେତେକାଂଶରେ ତାତ୍ତ୍ୱିକ ଆଲୋଚନା ମଧ୍ୟ ଏଥିରେ ସ୍ଥାନ ପାଇଛି। ତେଣୁ ଗ୍ରନ୍ଥଟି ହରି ଅର୍ଜୁନ କଥୋପକଥନ ଛଳରେ ଆରମ୍ଭ ହୋଇଛି। ହରି ଅର୍ଜୁନ କଥା ହେଇଛି ମାନେ କଥୋପକଥନରେ ପ୍ରାୟ ପ୍ରତ୍ୟେକ ଅଧ୍ୟାୟ ଆରମ୍ଭରେ ଜଗନ୍ନାଥ ଦାସଙ୍କ ଭାଗବତରୁ ପଦ ଉଦ୍ଧାର କରି ତାହାର ଅର୍ଥ ବିଶ୍ଳେଷଣ କରିବା ପାଇଁ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଛନ୍ତି ଏବଂ ଏହିପରି ପୃଥିବୀ ମନୁଷ୍ୟ ଶରୀର ଆତ୍ମା ଇତ୍ୟାଦି ବିଷୟରେ ଆଧ୍ୟାତ୍ମିକ ଅର୍ଥ ଭଗବାନ ଶ୍ରୀକୃଷ୍ଣ ପ୍ରଦାନ କରିଛନ୍ତି। ଯାହା ବି ହଉ ବ୍ରହ୍ମାଣ୍ଡ ଭୂଗୋଳର ଅଧ୍ୟାୟ ହେଉଛି 84 ମାନେ 84ଟି କ୍ଷୁଦ୍ର କ୍ଷୁଦ୍ର ଅଧ୍ୟାୟ ରହିଛି। ଏହା ଭାଗବତ ବାଣୀ ବା ନବାକ୍ଷରୀ ବୃତ୍ତରେ ମଧ୍ୟ ରଚିତ ହୋଇଛି। ଭାଗବତ ବାଣୀ ବା ନବାକ୍ଷରୀ ବୃତ୍ତରେ ରଚିତ ହୋଇଛି। ଗ୍ରନ୍ଥଟିର ଭାଷା ସରଳ ଆଉ ଶ୍ରୁତି ମଧୁର। ଏଥିରେ ମାନେ ବ୍ରହ୍ମାଣ୍ଡର ଭୂଗୋଳ ମାନେ ବ୍ରହ୍ମାଣ୍ଡର ବିଭିନ୍ନ କଥା ରହିଛି। ମନୁଷ୍ୟ ପଶୁପକ୍ଷୀ ଶରୀର ଆତ୍ମା ଈଶ୍ୱର ସବୁ କଥା ଏଥିରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମାଣ୍ଡ ଭୂଗୋଳ। ଠିକ୍ ଅଛି। ନେକ୍ସଟ କ୍ଲାସରେ ଆମେ ଆଲୋଚନା କରିବା ଶ୍ରୀମଦ୍ ଭଗବତୀ ଗୀତା ବଳରାମ ଦାସଙ୍କର। ଠିକ୍ ଅଛି। ବହୁତ ବହୁତ ଧନ୍ୟବାଦ।